हेलो फ्रेंड्स जय जगन्नाथ जाग उत्कलर गोटे माड सॉलिड माड को स्वागत करुच्ची मु विवेक आज गोटे वीडियो देखिली मो भाई मो जीवन माने चेंज हो गला आउ ए वीडियो देखि साला पर आपन लाइफ बर्बाद हो जीव आपन लाइफ चेंज हो जीव काहेकि ना माने आम ओडिसा रे जते सब महापुरुष अछंती जेमिति मधुबाबू हो गले गोपबंधु हो गले कि हमर बिजू पटनायक हो गले नवीन पटनायक हर पटनायक जे भी समस्त को काटिकी 5-7 जन टोका हमर पूरा आगो धाइट रे आस जाइछंती जे ओडिसा रो परंपरा को बंचई रखिया पई ନିଜେ ବୁଡ଼ିଗଲେ ମୋ ଭାଇ ଏ ଭିଡ଼ିଓ ଟିକେ ଦେଖ ମୋ ଭାଇ ଏମାନେ ସାଧବ ପୁଅ ବେଶରେ ଯାଇଥିଲେ ଗୋଟେ ମାନେ ଏଇ ବେହରଣ କରିବା ପାଇଁ ଆଉ ଆଙ୍କ ଡଙ୍ଗା ବୁଡ଼ିଗଲା ମୋ ଭାଇ ଲୋକ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାନ୍ତି ଭାବନ୍ତୁ ଇଏ ପଞ୍ଝାଏ ଡଙ୍ଗା ଉପରେ ଚଢ଼ିଗଲେ ଏଇ ସେରୱାନୀ ଫେରୱାନୀ ପିନ୍ଧିକି ତମେ ଏକଦମ ପଠାଣ ଲାଗୁଛ ତାକୁ ନମାଜ ପଢ଼ିବାକୁ ପଳେଇଥାନ୍ତ ତମେ ମାନେ ଡଙ୍ଗା ଉପରେ ଚଢ଼ୁଥିଲ କ'ଣ ପାଇଁ ତମକୁ ତମ ଘର ଲୋକ ଅଟକେଇଲେନି କି ମୋ ଭାଇ ରହିଯା ତୁ ଆଜି ଏମିତି ପାଉଡର ଫାଉଡର ବୁଳିକି କୁଆଡ଼େ ଯାଉଛୁ ଭାଇ ତମେ ସେରୱାନୀ ପିନ୍ଧିକି ସାଧବ ପୁଅ ତ ଲାଗୁନଥିଲ ସାବତ ପୁଅ ଭଳିଆ ବିଲକୁଲ ମାନେ ଲାଗୁଥିଲ ତମେ କ'ଣ ପାଇଁ ଏସବୁ ମାନେ ସକାଳୁ କ'ଣ ମଲା କୁକୁର ଦେଖିଥିଲ ନା କ'ଣ କେମିତି ତମ ଏଇ ଜ୍ଞାନ ଉଦୟ ହେଲା କି ଆମେ ଯାଇକି ଲୋକ ଡଙ୍ଗା ଭସଉଛନ୍ତି ଆମେ ଯାଇ ଡଙ୍ଗାରେ ଚଢ଼ିଯିବୁ ମାନେ ଛାଡ଼ ପିଲାମାନେ ୟଙ୍ଗ ପିଲା କିଛି ଗୋଟେ ମାଉଣ୍ଟେନ୍ ଡ୍ୟୁ ପିଇକି ସେମାନେ କିଛି ତୁଫାନି କରିବାକୁ ଚେଷ୍ଟା କରୁଛନ୍ତି ଓକେ ଫାଇନ୍ ବଟ୍ ଏମିତି କରନି କାହିଁକିନା ଏଥିରେ ଜାନ୍ ଯିବାର ଜୋଖିମ ଅଛି ତେଣୁ ଏଇସବୁ ଜିନିଷ କରନି ବଟ୍ ଆମେ ନୌବାଣିଜ୍ୟ ପରମ୍ପରା ଓଡ଼ିଶାର ସେ କଲଚର ଉପରେ କଥାବାର୍ତ୍ତା ହେବା ଆକ୍ଚୁଆଲି ସାଧବ ପୁଅ ଯେଉଁମାନେ ଥିଲେ 1600 ବର୍ଷ ପୂର୍ବର କଥା ଏଇଟା ଯୋଉଠି ଯେତେବେଳେ ମାନେ ଜାଭା ସୁମାତ୍ରା ବୋର୍ନିଓ ବାଲିଦ୍ୱୀପ ଏମାନେ ଯାଉଥିଲେ ବିଜନେସ୍ କରିବା ପାଇଁ ବଡ଼ ବଡ଼ ବୋଇତରେ ପାଲଟନା ବୋଇତରେ ଏମାନେ ସବୁ ଯାଉଥିଲେ ସବୁ ସେଇଟା ବହୁତ ଆଡଭେଞ୍ଚରିୟସ୍ ଥିଲା ସେତେ ଡେଫିନାଇଟଲି ଟେକ୍ନିକାଲି ଯଦି ଆପଣ ଦେଖିବେ ଏମାନଙ୍କର ରିଏଲ ସାଧବ ପୁଅମାନଙ୍କର ଗେଟଅପ୍ କେବେ ଏମିତି ହେଇନଥିବ ପଗଡ଼ି ଫଗଡ଼ି ପିନ୍ଧିକି ଏମିତି ଯେଉଁ ଲିପଷ୍ଟିକ୍ ଫିପଷ୍ଟିକ୍ ଲଗେଇକି କଦାପି ସେମାନେ ଯାଉନଥିବେ ସେମାନଙ୍କର ଗେଟଅପ୍ କିଛି ଅଲଗା ଥିବ ସେମାନେ ବହୁତ ବ୍ରେଭ୍ ଥିଲେ ସାହସୀ ଥିଲେ କାହିଁକିନା ସେତେବେଳେ ବି ସମୁଦ୍ର ଲୁଟେରା ଥିଲେ ସେତେବେଳେ ବି ତମେ ଅଲଗା କଣ୍ଟ୍ରି ଯାଇକି ସେଠି ବିଜନେସ୍ କରିବ ତମ ଭିତରେ ସେତିକି କରେଜ ଥିବା ଦରକାର ସେ ପରମ୍ପରା ସେଇ ଯେଉଁ କଲଚରକୁ ଆମକୁ ବଞ୍ଚେଇ ରଖିବାକୁ ପଡ଼ିବ ସେ କଲଚର ତ ଆଉ ବଞ୍ଚିକି ନାହିଁ ଆମର ମାନେ ନୌବାଣିଜ୍ୟ କହିବାକୁ ଗଲେ ଆମର ମାନେ ଯେଉଁ ପୋର୍ଟ ପାରାଦୀପ ପୋର୍ଟ ହେଇଗଲା ଧାମରା ପୋର୍ଟ ହେଇଗଲା କି ଆମର ଆଦାନୀର ଆଉ କେଉଁ ପୋର୍ଟ ହେଇଗଲା ଗୋପାଳପୁର ପୋର୍ଟ ହେଇଗଲା ଯେଉଁ ବି ଇଏ ଏଥିରେ କ'ଣ ଯାଉଛି ଆମେ ନୌବାଣିଜ୍ୟ କ'ଣ କରୁଛେ ଆମ ଓଡ଼ିଶାରେ ଯେଉଁ ଷ୍ଟୋର ଅଛି ଖଣିଜ ପଦାର୍ଥ ମାନେ କ୍ରୋମାଇଟ୍ ବକ୍ସାଇଟ୍ ଲୁହାପଥର ଯାହା ବି ତାକୁ ଖୋଳିକି ନେଇ ବିକିଦେବା ସିଏ ହେଉଛି ନୌବାଣିଜ୍ୟ ବାଃ ଆଉ କ'ଣ ଜାଣିପାରୁନ ସେମାନେ ନେଇକି ଯାଉଥିଲେ ଲାଖ ମହୁଲ ଇଏ ଆମର ପାଟ ଶାଢ଼ୀ ତାରକସି କାମ ଦେୟାର ଆର୍ ସୋ ମେନି ଅଦର ଥିଙ୍ଗସ୍ ଯେଉଁଟା ଆମ ଓଡ଼ିଶାର ଇକୋନୋମିକ୍ ବି ଷ୍ଟ୍ରେନ୍ଥେନ୍ କରୁଥିଲା ତମେ ଏଇ ଯେଉଁ ଲୁହାପଥର ବିକିଦେବା ମାନେ ଏଇସବୁ ଜିନିଷ ବିକିଦେଇ ଘରୁ ଜିନିଷ ନେଇ ବିକିଦେବାଟା ନୌବାଣିଜ୍ୟ ନୁହଁ ତେଣୁ ରିଏଲ ନୌବାଣିଜ୍ୟକୁ ପ୍ରମୋଟ କରିବା ପାଇଁ ସରକାର ଆଗକୁ ଆସିବା ଉଚିତ ଆଉ ଆମମାନଙ୍କୁ ଏ ବିଷୟରେ ଚିନ୍ତା କରିବାର ଅଛି ସୋ ভিডিও ভাল লাগিলে সেয়ার করନ୍ତୁ ଆଉ ଆମେ ଆପଣଙ୍କର ସବୁ କମେଣ୍ଟସ୍ ପଢ଼ୁଛୁ ଆପଣ ଆପଣଙ୍କ କମେଣ୍ଟସ୍ ଡେଫିନାଇଟଲି ଦିଅନ୍ତୁ ଆଉ ଗୋଟେ କଥା କହିବି ଆପଣ ନିହାତି ଜଣେ ଇଣ୍ଟେଲେକ୍ଟ ଜଣେ ଶିକ୍ଷିତ ଦର୍ଶକ ନହେଲେ ଆପଣ ଜାଗ ଉତ୍କଳ ଚ୍ୟାନେଲ ଦେଖିନଥାନ୍ତେ ବହୁତ ସାରା କମେଡି ଭିଡ଼ିଓଜ ବହୁତ ସାରା ଅଶ୍ଳୀଳ ଭିଡ଼ିଓଜ ବି ଇଣ୍ଟରନେଟ୍ରେ ଆଭେଲେବୁଲ୍ ଆପଣ ତାକୁ ଦେଖିପାରିଥାନ୍ତେ ଆପଣ ସମୟ କାଢ଼ିକି ଆକୁ ଦେଖୁଛନ୍ତି ଆପଣଙ୍କୁ ସାଲ୍ୟୁଟ୍ ଜୟ ଜଗନ୍ନାଥ।